हेलो हाय जय जगन्नाथ साଙ୍ଗମାନେ आशा କରୁଛି ସମସ୍ତେ ଭଲରେ ଥିବେ। ତ ଏବେ ଶୀତ ତ ପଡ଼ିଛି ୱିଣ୍ଟର ସିଜନ୍ ଯେହେତୁ ବହୁତ ଜୋର ଶୀତ ବି ଲାଗୁଛି। ହେଲେ କ'ଣ କରିବା, ନାରୀର କର୍ତ୍ତବ୍ୟ ଧର୍ମ ସବୁ ଲିଭେଇବାକୁ ପଡ଼େ। ମା' ଯେମିତି କହିଲା ଭଳିଆ ବାହାଘର ହେଲା ପରେ ନା ଦାୟିତ୍ୱ ବଢ଼ିଯାଏ। ସୋ ନ୍ୟୁଲି ବାହା ହେଲା ପରେ ଜଣା ପଡ଼ୁନଥିଲା, ମୁଁ ଭାବୁଥିଲି ହଁ ମୁଁ ତ ଖାଇବି, ମୁଁ ତ ଯେମିତି ଖାଉଛି ମୁଁ ବି ସେମିତି ଖାଇବି, ଅନ୍ୟମାନଙ୍କୁ ଖାଇବାକୁ ଦେବି କି ଅନ୍ୟମାନଙ୍କର ଯାହା ବି XYZ ଦାୟିତ୍ୱ ନେବି। କିନ୍ତୁ ଆକ୍ଚୁଆଲି ସତରେ ମ୍ୟାରେଜ୍ ପରେ ବହୁତ କିଛି ଚେଞ୍ଜ ହେଇଯାଏ। ତା ମାନେ ନୁହଁ ଯେ ମୁଁ ହାପି ନାହିଁ, ବହୁତ ଖୁସିରେ ଅଛି। କାହିଁକିନା ଗୋଟେ ସ୍ତ୍ରୀର ସବୁ ଖୁସି ତାଙ୍କ ସ୍ୱାମୀ ଉପରେ ଡିପେଣ୍ଡ କରେ। ଗୋଟେ ସ୍ତ୍ରୀ ଯଦି ସୁନ୍ଦର ହୁଏ ତାହେଲେ ତା'ର ସ୍ୱାମୀର ବ୍ୟବହାର ଆଉ ସ୍ୱାମୀର ମୂଳ ମନ୍ତ୍ର ଯେଉଁଟାକି ହାପିରେ ରହିବା, ତ ସେଇଟା ଭଗବାନ ମୋତେ ଦେଇଛନ୍ତି। ସେତିକି କେଉଁ ଜନ୍ମରେ ପୁଣ୍ୟ କରିଥିଲି ତ ଏତେ କେୟାର କରୁଥିବା ହଜବେଣ୍ଡ ଭଗବାନ ଦେଇଛନ୍ତି। ସୋ ଡେଲି ଲାଇଫ୍ରେ ତ ସକାଳୁ ଆମର ଧର୍ମ ସକାଳୁ ଉଠିବା, କାମ କରିବା। କାହିଁକିନା ଆମେ ଯେହେତୁ ସର୍ଭିସ୍ କରୁଛୁ ତ ଆମକୁ ମର୍ଣ୍ଣିଂରୁ ଉଠିକିରି କାମ କିଛି ସାରିବାକୁ ପଡ଼େ। କାହିଁକିନା ବ୍ରେକଫାଷ୍ଟ ଲଞ୍ଚ ପାଇଁ ପ୍ରିପେୟାର କର, ଟିଫିନ୍ ପ୍ୟାକ୍ କର, ଗାଧାଅ, ଠାକୁର ପୂଜା କର। ତ ଏଇଟା ଆମ କ'ଣ ପ୍ରଥମ ଧର୍ମ ଆମ ନାରୀମାନଙ୍କର। କାହିଁକିନା ଏଇଟା ଅଲରେଡ଼ି ଯେହେତୁ ଆମ କର୍ତ୍ତବ୍ୟ, ସୋ ଏଥିରେ କିଛି ଭାବିବାର ନାହିଁ। ତ ବେଳେବେଳେ ପିଲାଦିନ ମାଆ କଥା ମନେ ପଡ଼େ ଯେ ନିଜେ ଏସବୁ ଜିନିଷ ମୁଁ ଏବେ କରୁଛି, ପିଲାଦିନେ ମୋ ମାଆ କରୁଥିଲା ବେଳେ ମୁଁ ଭାବେ ଯେ ମୁଁ କେବେ ବଡ଼ ହେବିନି କି ମୋର ବି ଏମିତି ସିଚୁଏସନ୍ ଆସିବନି। ସୋ କିନ୍ତୁ ଏଇଟା ଭାବନା ଧାରଣା ଏଇସବୁ ଜିନିଷ ସବୁ ଯେତେବେଳେ ଚେଞ୍ଜ ହେଇଗଲା ସେତେବେଳେ ବୋଉ କଥା ବହୁତ ମନେ ପଡ଼େ। କାହିଁକିନା ସେ ମେମୋରି ହିଁ କିଛି ଅଲଗା। ତ ନିହାତି ଆପଣମାନଙ୍କ ଲାଇଫ୍ରେ ବି ହେଉଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଭୁଲିବନି। ଲଭ୍ ୟୁ, ଟେକ୍ କେୟାର, ଟାଟା।